ପଦବଟା ଆମେ ପଢିବା। ଆସନ୍ତୁ ଆମେ ଯେତେବେଳେ ଆମେ ବାଇବଲ ପଢୁଛୁ ପ୍ରଥମ ଯଦି ପୁସ୍ତକ 1:1 ବିଷୟରେ ଆମେ ଆଲୋଚନା କରିବା ଆଜି। କେତେ ଆଜ୍ଞା? ହ୍ୟାଲୋ ହ୍ୟାଲୋ କୋଉଟା ଆଜ୍ଞା ଶୁଭା ଯାଉନି? ଆଦି 1:1 ପଦ। ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ। ଧନ୍ୟବାଦ। ପ୍ରାର୍ଥନା କରିବା। ସର୍ବଜୟ ମଙ୍ଗଳମୟ ପରମେଶ୍ୱର ବାପା ଧନ୍ୟବାଦ କରୁଛୁ, ପ୍ରଶଂସା କରୁଛୁ, ମହିମା କରୁଛୁ। ପ୍ରଭୁ ଆଜି ତୁମରି ସୃଷ୍ଟି ବିଷୟରେ ପ୍ରଭୁ ତୁମେ ପ୍ରଥମ କଣ ସୃଷ୍ଟି କଲ ତାହା ଆଲୋଚନା କରିବା ପାଇଁ ଆମକୁ ସାହାଯ୍ୟ କର। ବୁଝିବା ପାଇଁ ତୁମେ ଗୌରବ ମହିମା ପ୍ରଶଂସା ପାଅ ଯୀଶୁ ନାମରେ ମାଗୁଅଛି। ଆମେନ୍। ପ୍ରଭୁଙ୍କ ମହାନାମ ଧନ୍ୟବାଦ ଦିଅ। ପ୍ରଭୁ ଆଜି ଆମମାନଙ୍କୁ ଅତି ସୁନ୍ଦର ପୁନର୍ବାର ନୂତନ ଦିବସ, ନୂତନ ଜୀବନ, ନୂତନ ଶକ୍ତି ଦେଇ ଏହି ପ୍ରତ୍ୟୁଷରେ ଆମମାନଙ୍କୁ ତାହାଙ୍କ ନିକଟବର୍ତ୍ତୀ ପାଇଁ ଯେ ଅନୁଗ୍ରହ ଦୟା କରିଛନ୍ତି, ମୁଁ ପ୍ରଥମେ ଜୀବନ୍ତ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ ଏବଂ ଆପଣମାନେ ଯେତେ ଜଣ ଏ ଉପସ୍ଥିତ ଅଛନ୍ତି ସେ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମୋର ପ୍ରିୟମାନେ, ଆଜି ଏହି ଦିବସ ଦେଖିବା ପାଇଁ ଅନେକ ଚେଷ୍ଟା କରିଥିବେ, ଅନେକ ଅର୍ଥ ବ୍ୟୟ କରିଥିବେ, ଅନେକ ଅକ୍ଳାନ୍ତ ପରିଶ୍ରମ କରିଥିବେ, ତଥାପି ସେମାନେ ଦେଖି ନାହାନ୍ତି। କିନ୍ତୁ ପ୍ରଭୁ ଆମମାନଙ୍କୁ ତାଙ୍କ ଚଳନ୍ତ ଯିବା ପାଇଁ ଆଉ ଆମର ପୁନର୍ବାର ନୂତନ ଦିବସ, ନୂତନ ଜୀବନ, ନୂତନ ଶକ୍ତି ଦେଇ ଏହି ପ୍ରାତଃ ସମୟରେ ବସିବା ପାଇଁ ଅନୁଗ୍ରହ କଲେ। ପ୍ରଭୁଙ୍କ ମହାନାମ ଧନ୍ୟବାଦ। ଯେତେବେଳେ ଆମମାନେ ଆଲୋଚନା କରୁଛୁ ଅନେକ ଆମମାନଙ୍କ ଜୀବନରେ ଅକାରଣରେ ଅଯଥାରେ ଆଜି ଯେତେବେଳେ ଆମେ ସତ୍ୟ ପରମେଶ୍ୱରଙ୍କୁ ଜାଣିବା ପରେ ବିଭିନ୍ନ ପ୍ରକାର ସମସ୍ୟା, ନିନ୍ଦା, ଅପମାନ ଆସିଥାଏ। କିନ୍ତୁ এটা କାହିଁକି ଯେ ଆମେ କଣ ଭୁଲ କରୁଛୁ, କଣ ଦୋଷ ତାହା ନୁହେଁ, କିନ୍ତୁ ସ୍ୱର୍ଗ ରାଜ୍ୟ ଯିବା ପାଇଁ ଯେ ଆମମାନେ ପ୍ରଭୁଙ୍କୁ ପାଇଅଛୁ, କାରଣ ମନୁଷ୍ୟ ସମସ୍ତେ ନିଶ୍ଚିତ ମୃତ୍ୟୁ ଯେପରି ସତ୍ୟ ଆଉ ଜୀବନ ବି ସେପରି ସତ୍ୟ ଅଟେ। ଲୋକେ କେବଳ କହନ୍ତି ମୃତ୍ୟୁ ହିଁ ସତ୍ୟ, ଆଉ ବାଇବେଲ ଲେଖା ହେଇଛି ଆଉ ଜୀବନ ହିଁ ସତ୍ୟ। ମୋର ପ୍ରିୟମାନେ, ଆମେ ଦେଖିପାରୁଛୁ ଯୋଉ ଜୀବନ ଆମେ ପାଇବା ସେ ଜୀବନ ଚିରସ୍ଥାୟୀ, ଅନନ୍ତ କାଳସ୍ଥାୟୀ, ଯେ ବାସ କରିବ ସେହି ବିଷୟରେ ଆଜି ଆମମାନେ ପରମେଶ୍ୱର ପ୍ରଥମ ବିଗିନିଂରେ ଆରମ୍ଭରେ ସେ କଣ ସୃଷ୍ଟି କରିଛନ୍ତି? ସ୍ୱର୍ଗ ମଣ୍ଡଳ ସୃଷ୍ଟି କରିଛନ୍ତି। ସେ ସ୍ଥାନରେ କେବଳ ପ୍ରଭୁଙ୍କ ଠାରେ ବିଶ୍ୱାସ କରିବା ବ୍ୟକ୍ତି ମାନେ ସ୍ୱର୍ଗକୁ ଯିବେ। ଏଇ ପୃଥିବୀରେ ମାନେ ବିଭିନ୍ନ ପ୍ରକାର ଲୋକେ ବାସ କରିଥାନ୍ତି। ଦୁଷ୍ଟ, ଭକ୍ତ, ମିଥ୍ୟା, ସତ୍ୟ ଲୋକ, ଧାର୍ମିକ, ଅଧାର୍ମିକ, ବିଭିନ୍ନ ଭେରାଇଟି, ହିଂସା, ଘୃଣାକାରୀ, ନମ୍ର ଲୋକମାନେ ବି, ଭଲ ଖରାପ ସମସ୍ତେ ଏଇ ପୃଥିବୀରେ ବାସ କରିପାରନ୍ତି। କିନ୍ତୁ ସ୍ୱର୍ଗରେ କେବଳ ଧାର୍ମିକ ବ୍ୟକ୍ତିମାନେ, ପାପକ୍ଷମା ବ୍ୟକ୍ତିମାନେ କେବଳ ସେଇ ରାଜ୍ୟରେ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିବା ତ୍ରାଣକର୍ତ୍ତା ରୂପେ ସେହି ଲୋକମାନେ ସ୍ୱର୍ଗ ରାଜ୍ୟକୁ ଯିବେ। ଇଭେନ୍ ଖ୍ରୀଷ୍ଟିଆନ ଲୋକ ମଧ୍ୟ ଯାଇପାରିବେ ନାହିଁ। ଯଦି ସେମାନେ ଖାଲି ନାମରେ ଖ୍ରୀଷ୍ଟିଆନ ଥିବେ, ପ୍ରଭୁଙ୍କୁ ସତ୍ୟ ରୂପେ ଗ୍ରହଣ କରିନଥିବେ, ବିଶ୍ୱାସ କରିନଥିବେ, ସେମାନେ ମଧ୍ୟ ଯାଇପାରିବେ ନାହିଁ। କାରଣ ଆମେ ଜଗତରେ ଅନେକ ଖ୍ରୀଷ୍ଟିଆନ ମାନଙ୍କୁ ଦୁଇ ପ୍ରକାର ଆମେ ଦେଖିଥାଉ।
ଅନେକ ଏପର୍ଯ୍ୟନ୍ତ ମଦୁଆ ଯାଦୁଆ ବିଭିନ୍ନ ପ୍ରକାର ମଧ୍ୟ ଲୋକେ ଆଉ ପ୍ରଭୁଙ୍କ ଖ୍ରୀଷ୍ଟିଆନ ବୋଲି ନାମିତ କରୁଛନ୍ତି। କିନ୍ତୁ ଯିଏ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଛି କଣ କରୁଛି ତାର କଥା ରୂପେ ପ୍ରକୃଷ୍ଟ ଜୀବନ ଯାପନ କରନ୍ତି, ସରଳତାରେ, ଉତ୍ତମତାରେ, ବିଶ୍ୱାସରେ, ଆତ୍ମିକତାରେ ସେମାନେ ଯିବେ। ଏଣୁ ଯେତେ ଆମେ ଏଇ ବାକ୍ୟ ପଢିପାରୁଛୁ ଦେଖୁଛୁ ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ ପରମେଶ୍ୱର କଣ ସୃଷ୍ଟି କଲେ? ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ ବୋଲି ଲେଖା ଅଛି। ଖାଦ୍ୟରେ ପରମେଶ୍ୱର ସ୍ୱର୍ଗ ମଣ୍ଡଳ ଓ ପୃଥିବୀ ସୃଷ୍ଟି କରି ଲେଖା ଅଛି। ମାନେ ଏ ସ୍ଥଳ କଣ ଥିଲା? ମୋର ପ୍ରିୟମାନେ, ଏ ସ୍ୱର୍ଗ ବିଶ୍ୱ କେବଳ ଆଉ ଏମିତି ସ୍ଥାନ, କେମିତି ସେ ସ୍ଥାନ ଜାଗା ଅଛି ତାହା କେବଳ କୌଣସି ଶାସ୍ତ୍ରରେ ଲେଖାଇନି। କେବଳ ବାଇବଲରେ ପ୍ରାଞ୍ଜଳ ଭାବରେ ଲେଖା ଅଛି ଏବଂ ସେଟା ସ୍ୱର୍ଗ ମଣ୍ଡଳ କେମିତି ସୃଷ୍ଟି ଅଛି ତାହା ବାଇବଲରେ ପ୍ରାଞ୍ଜଳ ଭାବରେ ଲେଖା ଅଛି। ଏଣୁ ଆସନ୍ତୁ ଆଜି ଆମମାନେ ଯୋଉ ସ୍ଥାନ କି ଆଫ୍ଟର ଡେଥ୍, ମୃତ୍ୟୁ ପରେ ବା ମହାନିଦ୍ରା ପ୍ରାପ୍ତ ପରେ ଯେ ପ୍ରତ୍ୟେକ ବିଶ୍ୱାସୀ ମାନେ ସେଇ ରାଜ୍ୟକୁ ଯିବେ। ଏଣୁ ସେଇ ରାଜ୍ୟ ଯିବା ପୂର୍ବରୁ ଆମେ ସେଇ ସ୍ଥାନ ଜାଣିବା ଆବଶ୍ୟକତା ଅଛି। ଆଜି ଖ୍ରୀଷ୍ଟିଆନ ଗୋଟେ ଧର୍ମ ନୁହେଁ, ଲୋକେ ଧର୍ମ ଭାବରେ ନେଇକିରି ଆଜି ବିଭିନ୍ନ ପ୍ରକାର ତାଳନା, ନିନ୍ଦିତ, ଅପମାନିତ। এটা ସମସ୍ତଙ୍କ ପାଇଁ ସ୍ୱର୍ଗ ଆବଶ୍ୟକତା ଅଛି। ପ୍ରତ୍ୟେକ ମାନବ ନିମନ୍ତେ ସ୍ୱର୍ଗ ପ୍ରସ୍ତୁତ ହୋଇଅଛି, କିନ୍ତୁ ମନୁଷ୍ୟ ଟିକେ ଶୈତାନ କବଳରୁ ଭୁଲ କରିଥିବାରୁ ଆଜି ଆଉ ସମସ୍ତେ ସ୍ୱର୍ଗକୁ ଯାଇପାରୁନାହାନ୍ତି, କେବଳ ଯେଉଁମାନେ ପ୍ରଭୁଙ୍କର ବିଶ୍ୱାସ କରନ୍ତି। ଏଥିପାଇଁ ପ୍ରଭୁ ନିଜେ ସ୍ୱର୍ଗ ସିଂହାସନ ଛାଡି ଆମକୁ ସ୍ୱର୍ଗକୁ ନେବା ପାଇଁ ସେ ବଳିକୃତ ହେଲେ ଏବଂ ସମାଧିସ୍ଥ ହେଲେ ଏବଂ ଉଦ୍ଧିତ ହେଲେ। ଯିଏ ବି ହେଉନା କାହିଁକି ଜାତି ବର୍ଣ୍ଣ ନିର୍ବିଶେଷ ବିଶ୍ୱାସ କରିବେ ସେମାନେ ମୃତ୍ୟୁ ପରେ ସେଇ ରାଜ୍ୟକୁ ଯିବେ। ଏଥିପାଇଁ ସେ ସ୍ୱର୍ଗ ମଣ୍ଡଳ ସ୍ଥାପନ ହୋଇଅଛି ମନୁଷ୍ୟ ନିମନ୍ତେ। କାରଣ ଈଶ୍ୱର ତାହାଙ୍କ ନିକଟରେ ତାହାଙ୍କ ଲୋକମାନଙ୍କୁ ରକ୍ଷା କରୁଛନ୍ତି। ଆଜି ଅଯଥାରେ ଲୋକମାନେ ବିଭିନ୍ନ ପ୍ରକାର ଲୋକେ ଖ୍ରୀଷ୍ଟିଆନିଟି ବୃଦ୍ଧି କରୁଛନ୍ତି, ଏଇଟା ଅଭିବୃଦ୍ଧି କରୁଛନ୍ତି। ଏଇ ଜଗତରେ ମନୁଷ୍ୟ କେତେ ଦିନ ବଞ୍ଚିବ? ସମୟ ବଳ ସକାଶୁ 70 ବା 80 ବର୍ଷ ବଞ୍ଚିବ, କିନ୍ତୁ ସେ ସ୍ୱର୍ଗ ରାଜ୍ୟ ଯିବା ପାଇଁ ଲୋକମାନେ ଆଜି ପ୍ରଭୁଙ୍କୁ ଚାହାନ୍ତି। ଏ ଜଗତ ଉନ୍ନତି ପାଇଁ ନୁହେଁ, এই ଜଗତରେ କୌଣସି ପାଇଁ ନୁହେଁ, ପ୍ରଥମ ସ୍ଥାନ ତାହାଙ୍କ ରାଜ୍ୟ ଯିବା ପାଇଁ। ଏଣୁ ଆସନ୍ତୁ ଆମେ ସ୍ୱର୍ଗ ଆଦରେ ପରମେଶ୍ୱର ସ୍ୱର୍ଗ ମଣ୍ଡଳ ପୃଥିବୀର ସୃଷ୍ଟି କଲେ। କାହିଁକି ସେଟା ସୃଷ୍ଟି କରିଛନ୍ତି ଆମେ ଜାଣିପାରୁଛୁ। ସେଟା ଆମେ ପାଠ କରିବା। ଆଉ ଗୋଟେ ପଦ ଆମେ ପଢନ୍ତୁ, ପ୍ରକାଶିତ 10:6 ପଦ। ପ୍ରକାଶିତ 10, ଯାହାକି ଆଦି ପୁସ୍ତକ ଆରମ୍ଭ, ପ୍ରକାଶିତ ହେଉଛି ଶେଷ ପୁସ୍ତକ, ତାର 10:6 ପଦ ପଢନ୍ତୁ। ଯେ ସ୍ୱର୍ଗ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟ ସମସ୍ତ ବିଷୟ ସୃଷ୍ଟି କରିଅଛନ୍ତି, ସେହି ନିତ୍ୟ ଜୀବିତଙ୍କ ନାମରେ ଶପଥ କରି କହିଲେ, ଆଉ ବିଳମ୍ବ ନାହିଁ। ଏଠାରେ ଆମେ ଦେଖିପାରୁଛୁ ପ୍ରାଞ୍ଜଳ ଲେଖାଛି। ଧନ୍ୟବାଦ। ସ୍ୱର୍ଗ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଅଛନ୍ତି, ସେଇ ନିତ୍ୟ ଜୀବୀଙ୍କ ନାମରେ ମୁଁ ଶପଥ କରି କହିଲେ, ଆଉ ବିଳମ୍ବ ନାହିଁ। ମୋର ପ୍ରିୟ ମାନେ, ଆମେ ସ୍ଥାନ ଦେଖିପାରୁଛୁ ଯେ ସ୍ୱର୍ଗ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଛନ୍ତି। ପ୍ରଥମେ ଆମେ ଜାଣିବା ସୃଷ୍ଟିକର୍ତ୍ତା କିଏ? କ୍ରିଏଟର। ଜଣେ ମାତ୍ର ସୃଷ୍ଟିକର୍ତ୍ତା ଅଛନ୍ତି। ବାଇବଲ କୁହେ
ସୃଷ୍ଟିକର୍ତ୍ତା ଜଣେ ମାତ୍ର। କହିଲା ମାତ୍ରେ ସ୍ୱର୍ଗ ମଣ୍ଡଳ ପୃଥିବୀ ସୃଷ୍ଟି ଅଛି। ସମୁଦ୍ରକୁ ଆମେ ଦେଖିବା, ତାଙ୍କ ସମୁଦ୍ର ସୃଷ୍ଟି ମଧ୍ୟ କେତେ ବିଚକ୍ଷଣ, କାରଣ ଆମେ ସମୁଦ୍ରକୁ ଦେଖିପାରିବା ନାହିଁ। ଯେହେତୁ ପୃଥିବୀ ଯଦି ଏକ ଭାଗ ହେଲେ ସମୁଦ୍ର ତାର 3 ଭାଗ, କେତେ ବଡ ସମୁଦ୍ର ହେଇଛି। ଯଦି ଆମେ ପୃଥିବୀକୁ ଆମେ ଏଠି ବସି ଆମେ ଦେଖିବା, କୌଣସି ଆମେ ଦେଖିପାରିବା ନାହିଁ। ହେଲେ ସମୁଦ୍ର କେତେ ତାର ଆକାର ହେଇଛି। ସୃଷ୍ଟିକର୍ତ୍ତା ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି। ସ୍ୱର୍ଗ ଓ ପୃଥିବୀ ତନ୍ମଧ୍ୟ ସମୁଦ୍ର ସେ ସୃଷ୍ଟି କରିଛନ୍ତି। ସେ କଥା କହନ୍ତି ଲେଖାଛି। ସମସ୍ତ ସେ ସୃଷ୍ଟି କରିଛନ୍ତି। ସେହି ନିତ୍ୟ ଜୀବିତଙ୍କ ନାମରେ ମୁଁ ଶପଥ କରି କହିଲେ ଆଉ ବିଳମ୍ବ ନାହିଁ। ମୋର ପ୍ରିୟ ମାନେ, ଆଉ ବିଳମ୍ବ ନାହିଁ, କାରଣ ଯଥା ଶୀଘ୍ର ପରମେଶ୍ୱର ମଧ୍ୟ ଆକାଶକୁ ସେ ଆସିବେ। ଯଥା ଶୀଘ୍ର ପରମେଶ୍ୱର, କାରଣ ଅନେକ ବର୍ତ୍ତମାନ ଜଗତ ମଧ୍ୟରେ ଜ୍ଞାନ ଯେତେ ବୃଦ୍ଧି ପାଉଛି, ପାପ ମଧ୍ୟ ସେତେ ବୃଦ୍ଧି ପାଉଅଛି। ଏଣୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କୁ ସେମାନେ ମଲେ ମଧ୍ୟ ଯୋଉମାନେ ବିଶ୍ୱାସ ସେମାନଙ୍କର ଯୋଉ ରାଜ୍ୟ ପ୍ରସ୍ତୁତ ହୋଇଅଛି, ସ୍ୱର୍ଗ ରାଜ୍ୟ, ତାହା ବିଷୟରେ ଆମେ ଆଜି ଆଲୋଚନା କରିବା। ଆସନ୍ତୁ ସ୍ୱର୍ଗ ବିଷୟ ଟିକେ ଆମେ ଆଲୋଚନା କଲେ, ତାହା ଆମେ ଜାଣିବା ଦରକାର। ଆଉ ସ୍ୱର୍ଗ ରାଜ୍ୟ ଗୋଟେ ଚିରସ୍ଥାୟୀ ଅଟେ। ଏହା ଏକ ଚିରସ୍ଥାୟୀ, ମାନେ ସବୁଦିନ ପାଇଁ। ଦେଖନ୍ତୁ ମୋର ପ୍ରିୟ ମାନେ, এই ପୃଥିବୀ ବା ମନୁଷ୍ୟ ଏ ଜଗତରେ ଚିରସ୍ଥାୟୀ ନୁହନ୍ତି। ଆମେ ସମୟ କାଳ ଅନୁସାରେ ଏହି ଜଗତରେ ଆମେ ବାସ କରୁଛୁ। ଦିନ ଥିଲା ଆମେ ଛୋଟ ପିଲା ହେଇଥିଲୁ, ତାପରେ ଯୁବତୀ ହେଲୁ, ତାପରେ ବୟସ ଅନୁସାରେ କାଳ ସମୟ ଅନୁସାରେ ମନୁଷ୍ୟ ଆଉ ବୟସ ପ୍ରାପ୍ତ ହୋଇ ଆଉ ଶେଷରେ ନିଶ୍ଚିତ ଯେତେବେଳେ 70 ବା 80 ବର୍ଷ ବୟସ ସକାଶେ ଯଦି ଆମେ ବଞ୍ଚିବା, ଆମେ ହିଁ ବଳ ନଥିବ। ପ୍ରତ୍ୟେକ ମନୁଷ୍ୟର ସମୟ କାଳ ଅଛି। କେଡ଼େ ବଡ଼ ବଳବାନ ଲୋକ ବି ସମୟ କାଳ ଅନୁସାରେ ସେ ଅଧୀନସ୍ଥ ହେଇକରି ରହିବ। ତେଣୁ ଆଜି ଏହା ନ ଜାଣି ମନୁଷ୍ୟ ଅନେକ ଅହଂଭାବ, ଦାମ୍ଭିକ, ଗର୍ବ ଆଉ ଅନେକ ଆଉ ସତ୍ୟ ଜୀବିତଙ୍କ ବିରୁଦ୍ଧରେ ମଧ୍ୟ ଉଠିଥାନ୍ତି, କିଛି ନ ଜାଣି। ସମୟ ଆସିବା ଆମେ ଦେଖିପାରୁଛୁ ବଡ଼ ବଡ଼ ଯେଉଁମାନେ କି ପ୍ରଭୁଙ୍କ ଠାରେ ବିରୋଧକାରୀ ମାନେ, ପ୍ରଭୁଙ୍କ ଠାରେ ଯେଉଁମାନେ କି ଆଜି ଲଢ଼େଇ ମାନେ ଆଜି ନାହାନ୍ତି। କାରଣ ଯିଏକି ସ୍ୱର୍ଗ ଗୋଟେ ଚିରସ୍ଥାୟୀ ସ୍ଥାନ, ଆଉ ସେ ପରମେଶ୍ୱର ମଧ୍ୟ ଚିରସ୍ଥାୟୀ ଅଟନ୍ତି। କାରଣ ସେ ଆଦି ଅନ୍ତ, ତାର କୌଣସି ଶେଷ ନାହିଁ। କାରଣ ସେ ଆରମ୍ଭ, ସେ ଶେଷ, ତାର ଅନ୍ତ ନାହିଁ। ଯିଏକି ସୃଷ୍ଟି କରିଛନ୍ତି ଚିରସ୍ଥାୟୀ ସ୍ୱର୍ଗ, ଏ ପୃଥିବୀ ଲୋପ ପାଇବ, ଏ ପୃଥିବୀ ଲୀନ ହବ, ଇଭେନ୍ ସମୁଦ୍ର ମଧ୍ୟ ଲୋପ ପାଇବ ଲେଖା ହେଇଛି। ତେଣୁ ମୋର ପ୍ରିୟ ମାନେ, ଆଜି ଆମେ ଦେଖିପାରୁଛୁ ଏହା ଏକ ଚିରସ୍ଥାୟୀ ସ୍ୱର୍ଗ, ଚିରସ୍ଥାୟୀ। ଯେଉଁମାନେ ତାହାଙ୍କର ବିଶ୍ୱାସ କରୁଛନ୍ତି, ଗ୍ରହଣ କରୁଛନ୍ତି, ସେମାନେ ସେଇ ରାଜ୍ୟକୁ ପ୍ରବେଶ କରିବେ। ଗୀତ ସଂହିତା 89 29 ପଦ ଆମେ ପଢିଲେ ଦେଖିପାରୁଛୁ। ଗୀତ ସଂହିତା 89 29 ପଦ। ମଧ୍ୟ ଆମେ ତାହାର ବଂଶକୁ ନିତ୍ୟସ୍ଥାୟୀ କରିବା ଓ ତାହାର ସିଂହାସନକୁ ଆକାଶ ମଣ୍ଡଳର ଆଳୁର ତୁଲ୍ୟ ସ୍ଥିର କରିବା। ମଧ୍ୟ ଆମ୍ଭେ ତାହାକୁ ତାହାର ବଂଶକୁ ଚିରସ୍ଥାୟୀ କରିବା ଓ ତାହାର ସିଂହାସନକୁ ଆକାଶ ମଣ୍ଡଳର ଆଳୁର ତୁଲ୍ୟ ସ୍ଥିର କରିବା। ମୋର ପ୍ରିୟ ମାନେ, ସେଥିରେ ଆମେ
ଅଠେଇଶ ପଡ଼ିଆ ଜାଣିପାରୁଛୁ ଆମେ ଅନନ୍ତ କାଳ ତାହା ପକ୍ଷରେ ଆପଣା ଦୟା ରଖିବା ପୁଣି ଆମ୍ଭର ନିୟମ ତାହା ପକ୍ଷରେ ସ୍ଥିର ହେବ। ଯେଉଁମାନେ ତାହା ପରମେଶ୍ୱର କହନ୍ତି ଯେ ଆମ୍ଭେ ଅନନ୍ତ କାଳ ତାହା ପକ୍ଷରେ ଆପଣା ଦୟା ରଖିବା। ଯେଉଁମାନେ ତାହାଙ୍କ ଠାରେ ରୁହନ୍ତି ପରମେଶ୍ୱର ବିଶ୍ୱାସ କରନ୍ତି ସେମାନେ ପ୍ରତିଜ୍ଞା କରୁଛନ୍ତି ଯେ ଆମ୍ଭେ ଅନନ୍ତ କାଳ ତାହା ପକ୍ଷରେ ଆପଣା ଦୟା ରଖିବା। ତେଣୁ ମୋର ପ୍ରିୟମାନେ ଆଜି ଅନେକ ଲୋକେ କେବଳ ଜଗତ ମଧ୍ୟରେ ଥାଇ ସବୁ ମୋର ଅଛି, ସବୁ ମୋର ହେଇଯାଇଛି। ମୋର ପ୍ରିୟମାନେ ଯଦି ପବନ ଚାଲିଯାଏ ପ୍ରଭୁଙ୍କ ହାତରେ ମରଣ ଜୀବନ ଅଛି କାହାର ଏଟା ହବନି। କାରଣ ଆମେ ନିଜ ନିଜର ନୁହଁ, କେବଳ ଯେଉଁମାନେ ପ୍ରଭୁରେ ବିଶ୍ୱାସ କରୁଛନ୍ତି ସେମାନେ ସେ ରାଜ୍ୟ ଅନନ୍ତ କାଳ ସ୍ଥାୟୀ ରାଜ୍ୟକୁ ଯିବେ। କାରଣ ପୃଥିବୀ ଚିରସ୍ଥାୟୀ ନୁହେଁ, ପୃଥିବୀ ହଉଛି ଅସ୍ଥାୟୀ। ଆମେ ପୃଥିବୀରେ ବାସ କରୁଛୁ, ଅସ୍ଥାୟୀ ବାସ କରୁଛୁ। ଏଣୁ ସେ ପୃଥିବୀ ମଧ୍ୟରେ ବିଭିନ୍ନ ପ୍ରକାର ଯୁଦ୍ଧ ଫାଇଟ୍ ଲାଗିଛି। କାରଣ ମନୁଷ୍ୟ ନିଜେ ଭାବି ପାରୁନାହାନ୍ତି। ତ ଶୈତାନ ସେମାନେ ଯୋଉ ମନୁଷ୍ୟ ଯାହା ଚିନ୍ତା କରିଥାଏ, ଯଦି ମନ୍ଦ ଚିନ୍ତା କରିଥାଏ ଶୈତାନ ତାକୁ ପ୍ରବେଶ କରି ଏହି କାର୍ଯ୍ୟ କରିଥାଏ। ଯେ ଉତ୍ତମ ଚିନ୍ତା କରିଥାଏ ପରମେଶ୍ୱର ଆସି ସେମାନଙ୍କୁ ଅଧିକାର କରିଥାଏ। ହେଲେ ମୋର ପ୍ରିୟମାନେ ଚିନ୍ତାଧାରା ମନୁଷ୍ୟ ଚିନ୍ତାଧାରା ଏହା ମନୁଷ୍ୟକୁ ନଷ୍ଟଗ୍ରସ୍ତ କରିଥାଏ। କିନ୍ତୁ এই ଚିନ୍ତା ଆମେ ଯେବେ ଉତ୍ତମ ଚିନ୍ତା କରିବା, ମନୁଷ୍ୟ ଉପକାର ଚିନ୍ତା କରିବା, ମନୁଷ୍ୟ ଆଜି କାହିଁକି ପ୍ରଭୁଙ୍କୁ ଜାଣିଲା ପରେ ଲୋକମାନେ ମନୁଷ୍ୟ ପରେ କାହିଁକି ଏ କଥା କହନ୍ତି ବିଶ୍ୱାସ କର ପରିତ୍ରାଣ ପାଇବ। ଏଟା କୌଣସି ମନୁଷ୍ୟର ଲାଭ ନାହିଁ କିମ୍ବା କୌଣସି ମନୁଷ୍ୟଟା ମେଜର ପାଇଁ ନୁହେଁ। କେବଳ ପ୍ରଭୁ ପ୍ରତିଜ୍ଞା କରିଛନ୍ତି ଯାଅ ଲୋକଙ୍କୁ ତମେ ସୁସମାଚାର ଜଣାଅ, ପ୍ରଚାର କର ଯେପରି ସେମାନେ ପରିତ୍ରାଣ ପାଇବେ, ସ୍ୱର୍ଗ ରାଜ୍ୟକୁ ଯିବେ। ଏହା ଜଗତ ଜାଣିପାରୁନାହାନ୍ତି। କିନ୍ତୁ ବାସ୍ତବରେ ମନୁଷ୍ୟ ଯଦି ଏଟା ଗୋଟେ ଜଗତ ଯଦି ଅସ୍ଥାୟୀ, ମୋର ମୁଁ କାଳ ସମୟ ମଧ୍ୟରେ ମୁଁ ବି ରହିଅଛି, ଏହା ଯଦି ଜାଣିଥାନ୍ତେ କେତେ ଆନନ୍ଦ କେତେ ଶାନ୍ତିରେ ସମାଜ ବାସ କରିଥାନ୍ତେ। କିନ୍ତୁ ନିଶ୍ଚିତ ଆଜି କାହିଁକି ଖ୍ରୀଷ୍ଟିଆନ ଲୋକମାନେ ନୀରବ ରୁହନ୍ତି? କାରଣ ସେମାନଙ୍କ ଲକ୍ଷ୍ୟ ସେ ଅନନ୍ତ କାଳ ସ୍ୱର୍ଗ ଯିବା ପାଇଁ। ତେଣୁ ମୋର ପ୍ରିୟମାନେ ଆମେ ଦେଖିପାରୁଛୁ ଏ ସ୍ଥାନରେ ଅତି ସୁନ୍ଦର ବାକ୍ୟ, ଆମେ ଅନନ୍ତ କାଳ ତାହା ପକ୍ଷରେ ଆପଣା ଦୟା ରଖିବା। କେହି ନାହିଁ ରହିବେ ନାହିଁ ସେ ଜଗତରେ। ଏଣୁ ପ୍ରଭୁ ଯିଏ ତାହାଙ୍କ ଠାରେ ବିଶ୍ୱାସ କରୁଛନ୍ତି, ଆମେ କାହିଁକି ବିଶ୍ୱାସ କରୁଛୁ? ଜଗତ ଧନ୍ୟବା ପାଇଁ ନୁହେଁ ବା ସମ୍ମାନ ପାଇଁ ନୁହେଁ, କେବଳ ସେ ଅନନ୍ତ କାଳ ଯିବା ପାଇଁ। ତାହା ମନୁଷ୍ୟ ଜାଣି ନପାରେ। କିନ୍ତୁ ଯେଉଁମାନେ ବାସ୍ତବରେ ପ୍ରଭୁଙ୍କୁ ଜାଣିଛନ୍ତି ସେମାନେ ତାହା ଜାଣନ୍ତି। ତେଣୁ ମୁଁ ଏକ୍ସଟ୍ରା ଆମେ ଦେଖିପାରୁଛୁ ଯେ ଏହା ସ୍ୱର୍ଗ ଗୋଟେ ଚିରସ୍ଥାୟୀ, ତାହା ଅନନ୍ତ କାଳ ସ୍ଥାୟୀ। ଏଥିପାଇଁ ଆମେ ନିଜକୁ ପ୍ରସ୍ତୁତ ହେବା ଏକ ଆବଶ୍ୟକତା ଅଛି। ଆଉ ସେ ସ୍ୱର୍ଗ ରାଜ୍ୟ ଯେ ପବିତ୍ର ସ୍ଥାନ, ସେ ସ୍ୱର୍ଗ ଯେ ପବିତ୍ର ସ୍ଥାନ ଏହା ଆମେ ଜାଣିବା। ଆସନ୍ତୁ ଆମେ ଖୋଲିବା ଆଉ ଯିଶାୟ 57:15 ପଦ, ଯିଶାୟ 67 ତାର 15 ପଦ। କାରଣ ଯେ ଅନନ୍ତ କାଳ ନିବାସୀ ଯାହାଙ୍କର ନାମ ଧର୍ମମୟ, ସେହି ଉଚ୍ଚ ଉନ୍ନତ ପୁରୁଷ ଏହି କଥା କହୁଛି, ଆମେ ଉର୍ଦ୍ଧ ଓ ପବିତ୍ର ସ୍ଥାନରେ ବାସ କରୁ ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମେ ଚୂର୍ଣ୍ଣ ଓ ନମ୍ରମନା ଲୋକର ସଙ୍ଗରେ ହିଁ ବାସ କରୁ। ମାନେ ଆମେ ଦେଖିପାରୁଛୁ ଏହା ପବିତ୍ର ସ୍ଥାନ। ସ୍ୱର୍ଗ ଗୋଟେ ପବିତ୍ର ସ୍ଥାନ, କୌଣସି ଲେଶ ମାତ୍ର ଅପବିତ୍ର ସେଠି ନଥିବ।
କୌଣସି ଲେଶ ମାତ୍ର ଅନ୍ଧକାର ନଥିବ, କୌଣସି ଲେଶ ମାତ୍ର ସେଟା କୌଣସି ମନ୍ଦ କାର୍ଯ୍ୟ ନଥିବ କି ମନ୍ଦ ଶକ୍ତି ନଥିବ। ଏହା ଲେଖାଛି କାରଣ ଯେ ଅନନ୍ତ କାଳ ନିବାସୀ ଯାହାଙ୍କର ନାମ ଧର୍ମମୟ ସେଇ ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କହନ୍ତି, ଆମ୍ଭେ ଉର୍ଦ୍ଧୁ ଓ ପବିତ୍ର ସ୍ଥାନରେ ବାସ କରୁ। ଏହା ସଦାବେଳେ କହନ୍ତି। ମଧ୍ୟ ନମ୍ର ଲୋକମାନେ ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନମ୍ରତ ଲୋକର ସଙ୍ଗରେ ହିଁ ବାସ କରୁ। ମାନେ ଆମେ ଦେଖିପାରୁଛୁ କାରଣ ଯେ ଅନନ୍ତ କାଳ ନିବାସୀ ଯାହାଙ୍କର ନାମ ଧର୍ମମୟ ମାନେ ନ୍ୟାୟବାନ, ଯିଏକି ନ୍ୟାୟବାନ ସେ ଅନ୍ୟାୟ ନୁହନ୍ତି। ଆଉ ସେଇ ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କହନ୍ତି, ସଦାକୁ ଏହି କଥା କହନ୍ତି, ଆମ୍ଭେ ଉର୍ଦ୍ଧୁ ଓ ପବିତ୍ର ସ୍ଥାନରେ ବାସ କରୁ। ଆମ୍ଭେ ଉପରେ ପବିତ୍ର ସ୍ଥାନରେ ବାସ କରୁ। ଏହା ଆମେ ଜାଣିଥାଉ ସ୍ୱର୍ଗ ରାଜ୍ୟ ଗୋଟେ ପବିତ୍ର ସ୍ଥାନ ଅଟେ। ସ୍ୱର୍ଗ ରାଜ୍ୟ ପବିତ୍ର ସ୍ଥାନ ଅଟେ। ତେଣୁ ଯେଉଁମାନେ ନମ୍ର, ଯେଉଁମାନେ ପ୍ରଭୁକୁ ଭୟ କରନ୍ତି, ଯେଉଁମାନେ ଚୂର୍ଣ୍ଣମନାକାରୀ, ସେମାନଙ୍କ ପାଇଁ ଏହି ସ୍ଥାନ ସଜୀବ କରି ରଖାଯାଇଛି। ସେଟା ନିର୍ଜୀବ ତ ନୁହେଁ, ସଜୀବ କରି ରଖାଯାଇଛି। କାରଣ ମନୁଷ୍ୟ ମୃତ୍ୟୁ କଲେ ମଧ୍ୟ ସେ ଆତ୍ମା ସେଇ ରାଜ୍ୟକୁ ଯିବ, ସେ ପବିତ୍ର ସ୍ଥାନକୁ ଯିବ କେବଳ ପ୍ରଭୁଙ୍କୁ ତାରେ ବିଶ୍ୱାସ କରିଥିବା ବ୍ୟକ୍ତି ହିଁ। କାରଣ ଚୂର୍ଣ୍ଣମନା ଯେଉଁମାନେ ଅନୁତାପ କରି ନିଜର ପାପ, କାରଣ ମନୁଷ୍ୟ ମାତେ ସମସ୍ତେ ପାପ କରନ୍ତି, ପାପ କରିଛନ୍ତି, କିନ୍ତୁ ସମସ୍ତେ ପାପ କରି ଊଣା ପଡ଼ିଛନ୍ତି। ତେଣୁ ଯେଉଁମାନେ ପ୍ରଭୁଙ୍କ ସେଥିପାଇଁ ଆମେ ପ୍ରଭୁଙ୍କୁ ବିଶ୍ୱାସ କରିବା ଉଦ୍ଦେଶ୍ୟ ସେ ରାଜ୍ୟ ଯିବା ପାଇଁ, ସେ ପବିତ୍ର ସ୍ଥାନକୁ ଆମେ ଯିବା କେମିତି? ନାଇଁ, ପ୍ରଭୁଙ୍କୁ ଯଦି ଆମେ ଗ୍ରହଣ କରିଛୁ, ବିଶ୍ୱାସ କରିଛୁ, ପ୍ରଭୁ ଆମମାନଙ୍କ ପାପ କ୍ଷମା କରିଛନ୍ତି ବୋଲି, କାରଣ ସେ କୃଷାର୍ପିତ ହେଇଛନ୍ତି, ସେ ରକ୍ତାକ୍ତ ହେଇଛନ୍ତି, ସେ ବଳିଦାନ ଆବଶ୍ୟକ ଥିଲା, ଆମମାନେ ମରିବା ବଦଳରେ ସେ ମରିଛନ୍ତି। କାରଣ ଏଥିପାଇଁ ଆମମାନେ ସେଇ କେବଳ ପବିତ୍ର ଲୋକ, କାରଣ ମନୁଷ୍ୟ ଜଣେ ସୁଦ୍ଧା ପବିତ୍ର ନୁହନ୍ତି। କେବଳ ଯୀଶୁଙ୍କ ବିଶ୍ୱାସ କରିବା ଦ୍ୱାରା ସେ ପବିତ୍ରକୃତ ହେବା ହେତୁ ସେ ସେହି ସ୍ଥାନରେ ପବିତ୍ର ସ୍ଥାନରେ ବାସ କରିବ। ତେଣୁ ଆମେ ଜାଣିପାରୁଛୁ ଯେ ଏହି ସ୍ଥାନ ଗୋଟେ ପବିତ୍ର ସ୍ଥାନ ଅଟେ। ଏବଂ କାରଣ ସେଇ ଜାଗା ପ୍ରଥମେ ସ୍ୱର୍ଗ ମଣ୍ଡଳ ପୃଥ୍ୱୀ ପ୍ରଭୁ ଯେତେବେଳେ ସୃଷ୍ଟି କଲେ, ପ୍ରଥମେ ସେ କଣ ସୃଷ୍ଟି କଲେ? ସ୍ୱର୍ଗ ସୃଷ୍ଟି କଲେ। ଏବଂ ଏହା ଏକ ଈଶ୍ୱରଙ୍କର ବାସସ୍ଥାନ, ସୃଷ୍ଟିକର୍ତ୍ତାଙ୍କର ସେଟା ବାସସ୍ଥାନ। ତେଣୁ ଯେତେବେଳେ ଯୀଶୁ ଜଗତରେ ଆସିଲେ, ତାଙ୍କ ପାଇଁ ଏ ଜଗତ କୌଣସି ଜାଗା ନଥିଲା, ସେମିତି। କାରଣ ସେ କୌଣସି ପବିତ୍ର ସ୍ଥାନ ସେ ପାଇନା, କାରଣ ସେ ପବିତ୍ର ସ୍ଥାନ ସେ ବାସ କରିବା ପରମେଶ୍ୱର ଅଟନ୍ତି। ଏଣୁ ଆମେ ଦେଖିପାରୁଛୁ ଯେ ତାଙ୍କର ସ୍ୱର୍ଗ ହଉଛି ତାଙ୍କର ବାସସ୍ଥାନ। ଆସନ୍ତୁ ଆମେ ପଢିବା, ନୂତନ ନିୟମକୁ ଯିବା, ମାଥ୍ୟୁ 6:9 ପଦ। ଅତଏବ ତୁମେମାନେ ଏହି ପ୍ରକାର ପ୍ରାର୍ଥନା କର, ହେ ଆମମାନଙ୍କର ସ୍ୱର୍ଗସ୍ୱ ପିତା, ତୁମ ନାମ ପବିତ୍ର ବୋଲି ମାନ୍ୟ ହେଉ। ଆମେ ଦେଖିପାରୁଛୁ ଯେ ଆଉ ଏଇ ମାଥ୍ୟୁ ଯେତେବେଳେ 6 ଆମେ ଆରମ୍ଭ କରୁ ଦେଖିପାରୁଛୁ, ସେଇଟା ଆମେ କଣ ଆମେ ସମାଧାନ କରୁଛୁ। ସେ ସ୍ଥାନ ଲେଖାଛି, ଅତଏବ ତୁମେ ଏହି ପ୍ରକାର ପ୍ରାର୍ଥନା କର। କି ପ୍ରଭୁ ଆମକୁ ପ୍ରାର୍ଥନା ଶିଖାଇଦେଲେ କଣ? ଏ ଆମମାନଙ୍କର ସ୍ୱର୍ଗସ୍ଥ ପିତା। ପ୍ରଭୁ ସେ ପୃଥ୍ୱୀର ପିତା ନୁହନ୍ତି, ସେ ଆମମାନଙ୍କର ସ୍ୱର୍ଗସ୍ଥ ପିତା। ମାନେ ସେ ସ୍ୱର୍ଗରେ ବାସ କରନ୍ତି। କେବଳ ଗୋଟେ ମାତ୍ର ସ୍ୱର୍ଗ ହଉଛି ପବିତ୍ର ସ୍ଥାନ। ଏଣୁ ସେ ଆମମାନଙ୍କର, କାହିଁକି ସେ ନିଜେ ପବିତ୍ର ଏବଂ ସ୍ୱର୍ଗ ରାଜ୍ୟ ମଧ୍ୟ ପବିତ୍ର ରୂପେ
ସେ ସ୍ଥାପନ କରିଛନ୍ତି, କେବଳ ସେ ପବିତ୍ର ସ୍ଥାନରେ ସେ ବାସ କରନ୍ତି। ତେଣୁ ସବୁ ତାହାଙ୍କ ରାଜ୍ୟରେ ନେବା ପାଇଁ ଆମମାନଙ୍କୁ ପବିତ୍ରକୃତ କରିଛନ୍ତି। କେମିତି କଲେ? ବଳିଦାନ କଲେ, କ୍ରୁଶାର୍ପିତ ହେଲେ। ଯେ କେହି ତାହାଙ୍କର ବିଶ୍ୱାସ କରିବେ ସେମାନେ ସେ ଅନନ୍ତ ଜୀବନ ପାଇବ, ତ ସେ ରାଜ୍ୟକୁ ପାଇବେ। ଏଥିପାଇଁ ଆମେ ଜଗତରେ ଥାଇ ଆମେ ପ୍ରଭୁଙ୍କୁ ବିଶ୍ୱାସ କରୁଛୁ। କିନ୍ତୁ ଅନେକ ଆଜି ଅଜ୍ଞାତରେ ମନୁଷ୍ୟଙ୍କ ଚିନ୍ତାଧାରା ଅଲଗା ଅଛି। ନାଇଁ, ସେମାନେ ଖ୍ରୀଷ୍ଟିଆନିଟିକୁ ମେଡେଟ୍ କରୁଛନ୍ତି ବା ନିଜର ଫାଇଦା। ଏଟା କୌଣସି ଗୋଟେ ଏଇ ଜଗତରେ କୌଣସି ଇଲେକ୍ସନ ପାଇଁ ନୁହେଁ ବା କୌଣସି ଗୋଟେ ଆମେ ଭୋଟ ପାଇବା ପାଇଁ ନୁହେଁ। କେବଳ ସମସ୍ତେ ଆମ ଅଧିକାର ଯେ ସ୍ୱର୍ଗରେ ସମସ୍ତେ ଯିବେ, ସେଥିପାଇଁ ପ୍ରଭୁ କହିଲେ ଯାଅ ମୋର ସୁସମାଚାର ଘୋଷଣା କର। ଯେ ମୋତେ ବିଶ୍ୱାସ କରି ସେମାନେ ବିଶ୍ୱାସ କରି ଅନନ୍ତ ଜୀବନ ପାଇବେ, ସ୍ୱର୍ଗ ରାଜ୍ୟକୁ ଆସିପାରିବେ। ଆତ୍ମା ସ୍ୱର୍ଗ ବିନଷ୍ଟ ନାହିଁ, ଅନନ୍ତ ଜୀବନ ପାଇବ। ଏହା କାହିଁକି? ସ୍ୱର୍ଗ ସହିତ ଆଉ ଗୋଟେ ନର୍କ ଅଛି। ନର୍କ ଏମିତି ସ୍ଥାନ ଯାହାକି ସମୁଦ୍ର ଯେମିତି ଲହରୀ ଉଠିଥାଏ, ଅଗ୍ନିକୁଣ୍ଡ ସେହିପରି ଲହରୀ ଅଗ୍ନି ସେଇ ନରକ ଅଟେ। ସେଇ ମନୁଷ୍ୟ ପାଇଁ ସେଟା ନୁହେଁ, ସେଟା ଶୈତାନ ପାଇଁ ସ୍ଥାପନ ହେଇଛି। କିନ୍ତୁ ଆଜି ମନୁଷ୍ୟ ଶୈତାନ କବଳରେ ପଡି ଆଜି ମନୁଷ୍ୟ ନିଜେ ସ୍ୱର୍ଗ ରାଜ୍ୟ ଛାଡି ନରକକୁ ଯିବା ପାଇଁ ଲୋକେ ପ୍ରସ୍ତୁତ ଅଛନ୍ତି। ତାହା ଅତି ଦୁର୍ଭାଗ୍ୟର ବିଷୟ ଅଟେ। ମୋର ପ୍ରିୟ ମାନେ, ଧନ୍ୟବାଦ ଦିଏ ପ୍ରଭୁ ଆମମାନଙ୍କୁ କେମିତି ପରିଚୟ ଦେଇଛନ୍ତି ତାହାଙ୍କ ରାଜ୍ୟକୁ ନେବା ପାଇଁ। ତେଣୁ ଆଜି ଆମେ ସେଇ ସ୍ୱର୍ଗ ରାଜ୍ୟ ବିଷୟରେ ଆମେ ଆଲୋଚନା କରୁଛୁ। ଆସନ୍ତୁ ଆମେ ଦେଖିବା ଯେ ଅନେକ ବିଷୟ ଅଛି। ଆଉ ସେଇ ସ୍ୱର୍ଗ ରାଜ୍ୟ କେମିତି ଜାଗା ଆମେ ଦେଖିବା। ସ୍ୱର୍ଗ ରାଜ୍ୟରେ କୌଣସି କ୍ଷୁଧା କି ତୃଷା କି ଦୁଃଖ କି ଶୋକ ନାହିଁ। ଆମେ ଜଗତରେ ଦୁଃଖ ପାଇବା, କ୍ଲେଶ ପାଇବା, କାରଣ ପାଇବା, କ୍ଷୁଧା ହେବା। କିନ୍ତୁ ମୋର ପ୍ରିୟ ମାନେ, ସେଇ ସ୍ୱର୍ଗ ରାଜ୍ୟରେ କୌଣସି କ୍ଷୁଧା ନାହିଁ, ଶୋଷ ନାହିଁ, ଦୁଃଖ ନାହିଁ, କୌଣସି କ୍ରୋଧ ନାହିଁ। ଆନନ୍ଦ ହିଁ ଆନନ୍ଦ। ଆଲୋକରେ ଆଲୋକରେ ଆମେ ପରିପୂର୍ଣ୍ଣ ହେବା, ତେଜସ୍ୱୀ ହେବା। ଆଉ ସେଇଟାରେ କେବଳ ବାଇଚାର ଆମେ ଦେଖିପାରିବା। ଏଇ ଜଗତରେ ଆମେ ହୁଏତ ନିନ୍ଦା ଘୃଣା ପାଇପାରିବା ଏଇ ଚିରସ୍ଥାୟୀ ଅସ୍ଥାୟୀ ଜଗତରେ, କିନ୍ତୁ ସେଇ ଜାଗା ମନୋରଞ୍ଜନ ଜାଗା। ତେଣୁ ଆସନ୍ତୁ ଆମେ ଟିକେ ପଢିବା, ଯଦି ଆପଣ ଚାହୁଁଛନ୍ତି। ପ୍ରକାଶିତ 7:16-17 ପଦ। ସ୍ୱର୍ଗ ରାଜ୍ୟ କେମିତି ସ୍ଥାନ ଆମେ ଦେଖିବା। ପ୍ରକାଶିତ 7:16-17 ପଦ। ସେମାନଙ୍କର ଆଉ କେବେ ହେଁ କ୍ଷୁଧା କି ତୃଷା ହେବ ନାହିଁ, ପୁଣି ସୂର୍ଯ୍ୟ କିମ୍ବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ। କାରଣ ସିଂହାସନ ମଧ୍ୟସ୍ଥ ମେଷଶାବକ ସେମାନଙ୍କର ପାଳକ ହେବେ ଓ ଜୀବନଦାୟକ ନିଜର ନିକଟକୁ ସେମାନଙ୍କୁ କଢାଇ ନେବେ। ପୁଣି ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଦୋଷକୁ ପୋଛି ଦେବେ। ଆମେ ସ୍ଥାନ ଦେଖିପାରୁଛୁ, ଅତି ପ୍ରାଞ୍ଜଳ ଭାବରେ ଲେଖା ହେଇଛି। ଆମେ ସେଇ 16-17 ଆମେ ଦେଖିପାରିଲୁ ଯେ ସେମାନଙ୍କ ଆଉ କେବେ ହିଁ କ୍ଷୁଧା କି ତୃଷା ହେବ ନାହିଁ। ସୂର୍ଯ୍ୟ କିମ୍ବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ। ଆମେ କେତେ ଜାଗା ଆମେ ଦେଖିପାରୁଛୁ। କାରଣ ସିଂହାସନ ମଧ୍ୟସ୍ଥିତ ମେଷ ଶାବକ ସେମାନଙ୍କର ପାଳକ ହେବେ ଓ ଜୀବନଦାୟକ ନିଜର ନିକଟରୁ ସେମାନଙ୍କୁ କଢାଇ ନେବେ। ଈଶ୍ୱର ସେମାନଙ୍କ ଚକ୍ଷୁକୁ ସମସ୍ତ ଲୋତକ ପୋଛି ଦେବ। ମୋର ପ୍ରିୟ ମାନେ, ସେଇ ସ୍ଥାନରେ ସେଇ ଜଗତରେ ଅନେକ ଆମେ ଲୋତକ ଜଡ଼ିଥାଉ। ଏଇ ଜଗତରେ ଅନେକ ମାନେ କ୍ଷୁଧା ପାଇଥାଉ ବା କ୍ଲେଶ ପାଇଥାଉ, ତାଳନା ପାଇଥାଉ, ନିନ୍ଦା ପାଇଥାଉ। କିନ୍ତୁ ସେଇ ଜାଗା ଏମିତି ଜାଗା, କୌଣସି କ୍ଷୁଧା ନାହିଁ କି ତୃଷା ନାହିଁ, କି କୌଣସି ରୋଗ ନାହିଁ, କି ବ୍ୟାଧି ନାହିଁ, କି କ୍ଲେଶ ନାହିଁ, କି ତାଳ ନାହିଁ, କିଛି କେବଳ ଆନନ୍ଦ ହିଁ ଆନନ୍ଦ, ଅନନ୍ତ କାଳ ସ୍ଥାୟୀ। ଆମେ ସେଇ ମନୋରଞ୍ଜନ ଜାଗାକୁ ଆମେ ଯାଇବା।
କାରଣ ସେଇ ସମୟରେ ଆମଙ୍କ ପ୍ରଭୁ ପାଳ କରିଥାନ୍ତି। କେବଳ ଆନନ୍ଦ ହିଁ ଆନନ୍ଦ, ଚିରସ୍ଥାୟୀ ଆନନ୍ଦ ମୋର ପ୍ରିୟମାନେ। ସେଥିପାଇଁ ଆମେ ଜଗତରେ କିଛି ନା କିଛି ଦୁଃଖ କ୍ଲେଶ ପାଉଛୁ। ଏଟା ଦୁଃଖ କେତେ ଆସିବ ଆମମାନଙ୍କୁ? କେବଳ କଣ ଏଇ ବୟସ ଅସ୍ଥାୟୀ ଜୀବନରେ 70 ବା 80 ବର୍ଷ ଆମେ ବୟସ କାସୁ ବଞ୍ଚିବା, କିନ୍ତୁ ଏହା ମନୁଷ୍ୟ ନ ଜାଣି, ମନୁଷ୍ୟ ଗୋଟେ ଜୀବନ ପାଣି ଫଟକ। ସେ ତ ଆମେ ଜାଣିନୁ କେତେ ମୁହୂର୍ତ୍ତରେ ମନୁଷ୍ୟ ଚାଲିଯିବ କି ଆମେ ଜାଣୁ। ଆଜି ଅନେକ ବଳବାନ ଲୋକମାନେ, ଆଜି ଅନେକ ଧନୀ ଲୋକମାନେ ଏଇ ଜଗତରେ ନାହାନ୍ତି, କିନ୍ତୁ ସେମାନେ କୋଉଠୁକୁ ଯାଇଛନ୍ତି? ମୋର ପ୍ରିୟ ମାନେ, ଆମେ ଦେଖିପାରୁଛୁ ଯେଉଁମାନେ ପ୍ରଭୁଙ୍କ ଥାଇ ମରନ୍ତି ସେମାନେ ସେଇ ରାଜ୍ୟକୁ ଯିବେ, ସ୍ୱର୍ଗ ରାଜ୍ୟକୁ। ଯେଉଁମାନେ ପ୍ରଭୁଙ୍କୁ ନ ଜାଣି ମରନ୍ତି ସେମାନେ ହାୟ ଦଣ୍ଡର ପାତ୍ର ନରକକୁ ଯିବେ। ଏଣୁ ଆଜି ଆମେ ଆଲୋଚନା କରୁଛୁ ସ୍ୱର୍ଗ ବିଷୟରେ, କାରଣ ଈଶ୍ୱରଙ୍କ ବାକ୍ୟ କୁହେ ସ୍ୱର୍ଗ ବିଷୟରେ ଆମେ ନିରୀକ୍ଷଣ କରୁଛୁ, ତାହା କେବଳ ଈଶ୍ୱରଙ୍କ ସନ୍ତାନ ସନ୍ତତି ମାନେ ସେଇ ରାଜ୍ୟକୁ ଯିବେ। ସନ୍ତାନ ମାନେ କେବଳ ସେଇ ରାଜ୍ୟକୁ ଯିବେ। ଏବେ ଆମ୍ଭେମାନେ ପ୍ରଭୁଙ୍କ ଠାରେ ବିଶ୍ୱାସ କରିବା। ହଁ, ଏଥିପାଇଁ ତ ଜଗତ ଆମମାନଙ୍କୁ ନ ଚିହ୍ନି ଘୃଣା କରୁଛନ୍ତି ବିଭିନ୍ନ ପ୍ରକାର, କିନ୍ତୁ ମୋର ପ୍ରିୟ ମାନେ ସେଇ ସ୍ଥାନରେ କେବଳ ମନୋରଞ୍ଜନ ସ୍ଥାନ ଆମେ ଦେଖିପାରିବା। କ୍ଷୁଧା ନଥିବ କି ତୃଷା ନଥିବ କୌଣସି, କାରଣ ସ୍ୱର୍ଗ ହେଉଛି ପିତାଙ୍କ ଗୃହ। ଏହା କୌଣସି ଶୈତାନର ଗୃହ ନାହିଁ ଯେ ତାହା ଦୁଃଖର ଗୃହ ଥିବ, କାରଣ ସେ ପିତାଙ୍କର ଗୃହ। ପିତାଙ୍କର ଶାନ୍ତି ଅଛି, ଆନନ୍ଦ ଅଛି। କାରଣ ଆମେ ଯୋହନ 14:2 ଆମେ ଦେଖିପାରୁଛୁ ପିତାଙ୍କ ଗୃହ, ଈଶ୍ୱରଙ୍କ ଗୃହ ସେ ନିଜେ ସେ ସୃଷ୍ଟି କରିଛନ୍ତି। ସେଟା ପ୍ରଥମ ସେ ସ୍ୱର୍ଗ ସୃଷ୍ଟି କରିଛନ୍ତି। କେମିତି ସୃଷ୍ଟି ହେଲେ କହିବା ଦ୍ୱାରା ସେ ସୃଷ୍ଟି କରିଛନ୍ତି। ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ମଣ୍ଡଳ ପୃଥିବୀର ସୃଷ୍ଟି କଲେ, କାରଣ ଏହା ପିତାଙ୍କ ଗୃହ ଅଟେ ଏବଂ ଏହା ଏକ ବିଶ୍ରାମ ଗୃହ ବି ଅଟେ। ତେଣୁ ସେଇ ସ୍ଥାନରେ ଆଉ କୌଣସି ଦୁଃଖ କ୍ଲେଶ କାରଣ ନାହିଁ ଆମେ ଦେଖିପାରୁଛୁ। ସେଟା ଆମେ ପଢିବା ଅନେକ ବିଷୟ ଅଛି। ସେଟା ଯୋହନ 14:2 ଆମେ ଦେଖିବା ପିତାଙ୍କ ଗୃହ ଅଟେ। ଏବଂ ମୋର ପିତାଙ୍କ ଗ୍ରହରେ ଅନେକ ବାସସ୍ଥାନ ଅଛି, ଯଦି ନଥାନ୍ତା ତାହେଲେ ମୁଁ ତୁମମାନଙ୍କୁ କହିଥାନ୍ତି ମୁଁ ତୁମମାନଙ୍କର ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି। ମୋର ପିଲାମାନେ ଦେଖନ୍ତୁ, ଯୀଶୁ ଖ୍ରୀଷ୍ଟ ଜଗତକୁ କାରଣ ସେ ବି ଈଶ୍ୱରଙ୍କ ପୁତ୍ର ଥିବାରୁ ଏହା ଜାଣିଯାଏ। ଆଉ କୌଣସି ମଣିଷ ଜଗତରେ ଯାଇନାହାନ୍ତି। ତେଣୁ ମୋ ପିତାଙ୍କ ଘର ଅନେକ ବାସସ୍ଥାନ ଅଛି। ତେଣୁ ତମେ ମୋ ଠାରେ ବିଶ୍ୱାସ କର, ପିତାଙ୍କ ଠାରେ ବିଶ୍ୱାସ କର। ଏଣୁ ମୁଁ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି। ମୋର ପ୍ରିୟମାନେ ଦେଖନ୍ତୁ, ଯୀଶୁ ଯେତେବେଳେ ଜଗତରେ ଥିଲେ ସେଇ ଅନେକ ଦୁଃଖ କ୍ଲେଶ ତାଳନା ପାଇଲେ, କାରଣ ଆମମାନଙ୍କୁ ସେ ସ୍ୱର୍ଗ ରାଜ୍ୟ ନେବା ପାଇଁ। ପାପ କ୍ଷମା ଉଦ୍ଦେଶ୍ୟ ନେଲେ, ତାଙ୍କର କୌଣସି ପାପ ଲେଶ ମାତ୍ର ନଥିଲା, ତାହା ବି ଲୋକେ ଜାଣନ୍ତି ନାହିଁ। ପିତାଙ୍କ ଗୃହ ଅନେକ ବାସସ୍ଥାନ। ତେଣୁ ପ୍ରଭୁ ବର୍ତ୍ତମାନ ସେଇ ରାଜ୍ୟକୁ ପ୍ରସ୍ତୁତ ହେବା ପାଇଁ, ପ୍ରସ୍ତୁତ କରିବା ପାଇଁ। ପ୍ରସ୍ତୁତ ମାନେ କଣ? ଜାଗା ଅଛି, ଗୃହ ଅଛି, କିନ୍ତୁ ସେଇ ଭିତରେ ପ୍ରସ୍ତୁତ ଦରକାର। ଆମେ ଯେତେବେଳେ କୁଆଡେ ଯାଉଛୁ ବା ନିଜେ ଆମେ ଘର ତିଆରି କଲା ପରେ ଆମେ ପ୍ରସ୍ତୁତ ହେଇଯାଉଛୁ। ଚେୟାର ଟେବୁଲ ଖଟ, କୁଆଡେ ରୋଷେଇ ରୁମ ହବ, କୋଉଟେ କଣ ହବ, ଆମେ ତାହା ପ୍ରସ୍ତୁତ କରୁଛୁ। ଠିକ ସେହିପରି ପ୍ରଭୁ ଆମମାନଙ୍କ ପାଇଁ ସ୍ଥାନ ପ୍ରସ୍ତୁତ କରିବା ପାଇଁ ଯାଇଛନ୍ତି ମାନେ ସେ ପୁନର୍ବାର ଆମକୁ ନେଇ ଆସିବେ। ଆଉ ଏ ଶିଶୁ ରୂପ ପରି ଆସିବେ ନାହିଁ, ସେ ମାନବ ରୂପେ ଆସିବେ ନାହିଁ। ସେ ଗୋଟେ ରାଜମାନଙ୍କ ରାଜା, ପ୍ରଭୁ ମାନଙ୍କ ପ୍ରଭୁ ହେଇକି ସେ ଘୋଡା ଦଳ ବଳ ଗେନି ସଦ୍ୟ ବାହିନୀରେ ସେ ଆସିବେ। ତେଣୁ ମୋର ପ୍ରିୟମାନେ, ଏଇ ସମସ୍ତ ଆସୁ ନ ବିଳମ୍ବରେ ମଧ୍ୟ ଆମେ ଯେଉଁମାନେ ପ୍ରଭୁଙ୍କ ଠାରେ ମରିଛନ୍ତି ସେମାନଙ୍କ ଆତ୍ମା ନିଶ୍ଚିତ ସେ ରାଜ୍ୟକୁ ଯିବ। ତେଣୁ କେମିତି ପ୍ରଭୁ ଅତି ଶୀଘ୍ର ସେ ଆସିବେ। ଯାହା ଲୋକେ ବିଶ୍ୱାସ କରନ୍ତୁ ବା ନ କରନ୍ତୁ, ପ୍ରଭୁ ଆମମାନଙ୍କୁ କହୁଛନ୍ତି। ମୋର ପ୍ରିୟମାନେ, କେବେ ଗୋଟେ ବିଷୟ ପାଇଁ ପ୍ରଭୁ ବିଳମ୍ବ କରିଛନ୍ତି। ସମସ୍ତଙ୍କ ପାଖରେ
ଜାତି ବର୍ଣ୍ଣ ନିର୍ଦ୍ଦିଷ୍ଟ ସମାଚାର ଘୋଷଣା କରାଯିବ। ସେମାନେ ଗ୍ରହଣ କରନ୍ତୁ ବା ନ କରନ୍ତୁ, ତେବେ ଯାଏ ପ୍ରଭୁ ଆସିବେ। କାରଣ ପ୍ରଭୁ ଅନ୍ୟାୟବାନ ନୁହନ୍ତି, ସେ ନ୍ୟାୟବାନ। କିଏ କହିପାରେ ନାହିଁ ମୁଁ ଆମେ ସୁସମାଚାର ଶୁଣି ନଥିଲୁ ବୋଲି। କାରଣ ପ୍ରଭୁ ସମସ୍ତଙ୍କ ପାଇଁ ବଳିଦାନ କଲେ ପାପ କ୍ଷମା ଉଦ୍ଦେଶ୍ୟରେ। ସେ ସମସ୍ତଙ୍କ ପାଇଁ କ୍ରୁଶାର୍ପିତ ହେଲେ, କାରଣ ସମସ୍ତଙ୍କୁ ଉଦ୍ଧାର କରିବା ନିମନ୍ତେ। ପ୍ରଭୁ ଏହି ସମସ୍ତ ଲୋକ ତାହାଙ୍କର ସନ୍ତାନ ମାନେ ଅଟନ୍ତି। କିନ୍ତୁ ଆଜି ଅଜଣାତାରେ ସୃଷ୍ଟିକର୍ତ୍ତାଙ୍କୁ ଛାଡ଼ି ଲୋକେ ସୃଷ୍ଟି ବସ୍ତୁ ଉପରେ ଆସକ୍ତ ହୁଅନ୍ତି। ଏଣୁ ଆଜି ଜଗତ ଅନ୍ୟାୟ ଅତ୍ୟାଚାର ଚାଲିଛି ଏବଂ ବିଭିନ୍ନ ପ୍ରକାର ନିନ୍ଦା ଅପମାନ ଚାଲିଛି। ଏଣୁ ଆସୁ ଯେଉଁ ରାଜ୍ୟ ପାଇଁ ଆମେ ପ୍ରସ୍ତୁତ ହୋଇଅଛୁ, ଯେଉଁ ରାଜ୍ୟ ପ୍ରଭୁ ଆମକୁ ଦେଖାଇଛନ୍ତି, ସେ ରାଜ୍ୟ ନିମନ୍ତେ ପ୍ରସ୍ତୁତ ହେବା କେତେ ଆବଶ୍ୟକତା। କାରଣ ମନୁଷ୍ୟ ଜାଣିଛନ୍ତି ମନୁଷ୍ୟ ଆଜି ଅଛି କାଲି ନାହିଁ। ତଥାପି ମନୁଷ୍ୟର ଗର୍ବ, ଅହମ୍ଭାବ, ଦାମ୍ଭିକ, ହିଂସା, କପଟ ଲାଗି ରହିଅଛି। କାରଣ ସେଇ ଲୋକମାନେ ସେଇ ନର୍କକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଯେଉଁମାନେ ଆଜି ପ୍ରଭୁଙ୍କ ଥାଇ ନମ୍ରତା, ଭଦ୍ରତା, ବିଶ୍ୱାସତା ରହନ୍ତି, ସେମାନଙ୍କ ପାଇଁ ସେ ରାଜ୍ୟ। କାରଣ ସେଇ ଲୋକମାନଙ୍କୁ ଧାର୍ମିକ ବୋଲି କୁହାଯାଏ। କାରଣ ସେଥିପାଇଁ ମୋର ପ୍ରିୟ ମାନେ ପ୍ରତ୍ୟେକ ତାହାଙ୍କ ପ୍ରଭୁଙ୍କ ବିଶ୍ୱାସ ମାନେ ଆମେ ତାହାଙ୍କ ଅପେକ୍ଷାରେ ଅଛୁ। ତେଣୁ ଆମେ ତାହାଙ୍କ ଅପେକ୍ଷାରେ ଅଛୁ। କାରଣ ଆସିବ ନିନ୍ଦା, ଦୁଃଖ, ତାଳନା, କିନ୍ତୁ ତାହାଙ୍କ ଅପେକ୍ଷାରେ ଆମମାନେ ଆସୁ। ଲେଖାଛି ସେଇ କାରଣ ପ୍ରଭୁଙ୍କର ଆବାସ ସ୍ଥାନ କେବଳ ଧାର୍ମିକ ମାନଙ୍କ ସେଇଟା ଆବାସ ସ୍ଥାନ। କୌଣସି এই স্থানে କୌଣସି ଦୁଷ୍ଟ ବ୍ୟକ୍ତି, କୌଣସି ନିନ୍ଦକ ବ୍ୟକ୍ତି, କୌଣସି ହିଂସା ବ୍ୟକ୍ତି সেই ସ୍ଥାନରେ ପ୍ରବେଶ କରିପାରିବେ ନାହିଁ। କେବଳ ଧାର୍ମିକ ବ୍ୟକ୍ତି, ପରିତ୍ରାଣ ପ୍ରାପ୍ତ ବ୍ୟକ୍ତି ହିଁ ସେଇ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ। ଆସନ୍ତୁ ଆମେ ଯଦି ଦେଖିବା, ଆଉ ଲେଖା ଅଛି ଦ୍ୱିତୀୟ ପିତର ବୋଧେ 3:13 ଦ୍ୱିତୀୟ ପିତର 3:13 ପଢନ୍ତୁ। ଆଜ୍ଞା, ଦ୍ୱିତୀୟ ପିତର 3:13 ପ୍ରଥମ ପିତର କି ଦ୍ୱିତୀୟ ପିତର 3:13 ଲେଖା ହେଇଛି। ସେଟା ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞା ଅନୁସାରେ ଗୋଟିଏ ନୂତନ ଆକାଶ ମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହାକି ଧାର୍ମିକତାର ଆବାସ ସ୍ଥଳ। ମୋର ପ୍ରିୟ ମାନେ ଆମେ ଦେଖିପାରୁଛୁ ଏ ସ୍ଥାନରେ ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞା ଅନୁସାରେ ପ୍ରଭୁ ଯେହେତୁ ଆମକୁ ପ୍ରତିଜ୍ଞା କରିଛନ୍ତି ଯେ ପ୍ରଥମେ ସ୍ୱର୍ଗ ମନୁଷ୍ୟ ସୃଷ୍ଟି କରିଛନ୍ତି, କିନ୍ତୁ ଯୋଉ ଜଗତରେ ଆମେ ବାସ କରୁଛୁ ନୂତନ ଆକାଶ ମଣ୍ଡଳ, ତାମାନେ ଏଇଟା ପୁରାତନ ଏଇ ଆକାଶ ମଣ୍ଡଳ ଆମେ ବାସ କରିବା ନାହିଁ, ଏଇ ପୃଥିବୀରେ ଆମେ ରହିବା ନାହିଁ। କାରଣ ନୂତନ ଆକାଶ ମଣ୍ଡଳ ଓ ନୂତନ ପୃଥିବୀରେ ଅପେକ୍ଷାରେ ଆମେ ଅଛୁ। କାରଣ ଏହି ପୃଥିବୀ ପାପମୟ ପୃଥିବୀ, ରକ୍ତପାତ ପୃଥିବୀ ଦିନେ ଲୋପ ହେବାକୁ ଯାଉଅଛି। କିନ୍ତୁ ଆମେ ସେହି ରାଜ୍ୟରେ ଆମେ ଅପେକ୍ଷା ରଖିବୁ ମାନେ କେବଳ ଯାହାକି ଧାର୍ମିକ ମାନଙ୍କର ତାହା ଆବାସ ସ୍ଥଳ ଅଟେ। କେବଳ ଧାର୍ମିକ ମାନଙ୍କ ପାଇଁ ତାହା ଆବାସ ସ୍ଥଳ, ପାପୀ ମାନଙ୍କ ପାଇଁ ନୁହେଁ। କାରଣ ପ୍ରାଞ୍ଜଳ ଭାବରେ ବାକ୍ୟ ଲେଖାଇଛି ଦୁଷ୍ଟ ମାନଙ୍କ ପାଇଁ ଜାଗା କୋଟ ଅଛି। ଆପଣ ଦେଖିବେ ସେଇ ରାଜ୍ୟରେ ସେଇ ସ୍ୱର୍ଗରେ ଦୁଷ୍ଟ ମାନେ ସ୍ୱର୍ଗରେ ପ୍ରବେଶ କରିବେ ନାହିଁ ବୋଲି ଅନେକ ବାକ୍ୟରେ ଲେଖାଯାଇଛି। ଯଦି ଆପଣ ପଢିବେ ପାଇପାରିବେ। ଆଉ ଗାଲାତୀୟ 5:19-21 ପଦ କିମ୍ବା ପ୍ରକାଶିତ 22:15 ପଦ ଲେଖାଯାଇଛି। ଦୁଷ୍ଟ ମାନେ ସ୍ୱର୍ଗରେ ପ୍ରବେଶ କରିବେ ନାହିଁ ବୋଲି ସମ୍ପୂର୍ଣ୍ଣ ଲେଖାଯାଇଛି। ଗାଲାତୀୟ 5:19 ପଢନ୍ତୁ। ଗାଲାତୀୟ 5:19 5:19 ଲେଖା ଅଛି। ଶରୀରରେ କାର୍ଯ୍ୟ ଗୁଡାକ ତ ସ୍ପଷ୍ଟ ରୂପେ ଜଣା,
ବ୍ୟଭିଚାରୀ, ଅଶୁଚିତା, କାମୁକତା, ପ୍ରତିମା ପୂଜକ, କୁହୁକ, ଶତ୍ରୁତା, ବିବାଦ, ଦୋଷ, କ୍ରୋଧ, ସ୍ୱାର୍ଥପର, ଦଳଭେଦ, ମତଭେଦ, ଈର୍ଷା, ମତତା, ରଙ୍ଗରସ ଇତ୍ୟାଦି ପ୍ରକାର କର୍ମ ଗୁଡାକ ମୁଁ ପୂର୍ବରେ ଯେପରି ତୁମମାନଙ୍କୁ କହିଥିଲି ସେହିପରି ଆଗରୁ କହୁଅଛି ଯେ ଯେଉଁମାନେ ଏହି ସବୁ ପ୍ରକାର କର୍ମ କରନ୍ତି ସେମାନେ ଈଶ୍ୱରଙ୍କ ରାଜ୍ୟରେ ଅଧିକାରୀ ହେବେ ନାହିଁ। ମୋର ପ୍ରିୟମାନେ, ଦୁଷ୍ଟମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ। ଦୁଷ୍ଟମାନେ କିଏ ଆମେ ଦେଖିପାରୁଛୁ। ଦୁଷ୍ଟମାନେ ସବୁ ଏଇ କାର୍ଯ୍ୟ ଗୁଡା କିଏ କରନ୍ତି? କାମୁକତା, ପ୍ରତିମା ପୂଜା, କୁହୁକ, ଶତ୍ରୁତା, ବ୍ୟଭିଚାର, ବିବାଦ, ସେମାନେ ବିବାଦ କରନ୍ତି, ଯେଉଁମାନେ କ୍ରୋଧ କରନ୍ତି, ସ୍ୱାର୍ଥପର କରନ୍ତି, ଦଳଭେଦ କରନ୍ତି, ମତଭେଦ କରନ୍ତି, ଈର୍ଷା କରନ୍ତି, ମତତା, ରଙ୍ଗରସ, ଏମାନଙ୍କ ପାଇଁ ସେ ସ୍ୱର୍ଗ ରାଜ୍ୟ ନାହିଁ। ତେଣୁ ମୋର ପ୍ରିୟମାନେ, ଆମେ ଦେଖିପାରୁଛୁ ଦୁଷ୍ଟ ମାନଙ୍କ ପାଇଁ ସେ ସ୍ଥାନ ନାହିଁ। ଯଦି ଆଉ ପଢନ୍ତୁ ଆଉ ଲେଖା ହେଇଛି ସେଇ ପ୍ରକାଶିତ ବାକ୍ୟ 22-15 ପଦ। କୁକୁର ମାନେ ମାୟାବୀ, ବ୍ୟଭିଚାରୀ, ନରଘାତକ, ପ୍ରତିମା ପୂଜକ, ପୁଣି ନିତ୍ୟପ୍ରିୟ ଓ ମିଥ୍ୟାଚାରୀ ମାନେ ବାହାରି ରହିବେ। ମୋର ପ୍ରିୟ ମାନେ ଦେଖନ୍ତୁ, ଆମେ ଦେଖିପାରୁଛୁ କୁକୁର ମାନେ ମାୟାବୀ। କୁକୁର ମାନେ କିଏ? ତାହାକୁ କୁକୁର କୁହାଗଲା ଯେଉଁମାନେ ଭୁକନ୍ତି ଅକାରଣରେ ଆଉ ଖ୍ରୀଷ୍ଟିଆନ ଲୋକମାନଙ୍କୁ ନିନ୍ଦା କରନ୍ତି, ଅପମାନ କରନ୍ତି କିଛି ନ ଜାଣି। ସେମାନେ କୁକୁର ମାନେ ମାୟାବୀ, ଅନେକ ପୂଜା ବିଧି କରି ମାୟା ସବୁ ଜଗତରେ ମାୟାରେ ବାୟା ହଉଛନ୍ତି ମାୟାବୀ ଲୋକମାନେ। ଆଉ ବ୍ୟଭିଚାରୀ ଆମେ ଦେଖିପାରୁ, ନରଘାତକ, ହତ୍ୟାକାରୀ ମାନେ, ପ୍ରତିମା ପୂଜକ, ମିଥ୍ୟା ପ୍ରିୟ, ଅନେକ ମିଥ୍ୟା କଥା କହନ୍ତି ଅକାରଣରେ ସେମାନେ। ଆଉ ମିଥ୍ୟାଚାରୀ ମାନେ ଯୋଉ ମିଛ କହନ୍ତି ସେମାନେ ବାହାରେ ରହିବେ। ବଡ ବାହାରେ ମାନେ କୋଉଠି ରହିବେ? ସେମାନେ ନରକରେ ରହିବେ, ସେମାନେ ସ୍ୱର୍ଗକୁ ଯାଇପାରିବେ ନାହିଁ। ତେଣୁ ଆସୁ ଆମମାନଙ୍କ ଜୀବନରେ ପ୍ରଭୁ ଆମମାନଙ୍କୁ ଦୟା କରିଛନ୍ତି, ତାହାଙ୍କୁ ପରିଚୟ ଦେଇଛନ୍ତି ଏବଂ ସ୍ୱର୍ଗ ରାଜ୍ୟ ପାଇଁ ମଧ୍ୟ ଦେଖାଇଛନ୍ତି। ମୋର ପ୍ରିୟମାନେ, ସଦାବେଳେ ଆମେ ଭାବିବା, ମନେ ରଖିବା ଦରକାର ଏ ଜଗତ ହେଉଛି ଅସ୍ଥାୟୀ। ଏ ଜଗତ ଭଲ ନୁହେଁ। ଏ ଜଗତ ହେଉଛି ଦୁଃଖମୟ ଜଗତ, ଏ ସଂସାର। ତେଣୁ ଆମେ ଯେପରି ଏ ସଂସାରରେ ଥାଇ ଆମେ ପ୍ରଭୁଙ୍କୁ ନିର୍ଭର ରଖି ତାହାଙ୍କ ରାଜ୍ୟ ନିମନ୍ତେ ଯୋଉକି ଧାର୍ମିକ ମାନଙ୍କ ଆବାସ ସ୍ଥଳ ପ୍ରଭୁ ଆମମାନଙ୍କୁ ପ୍ରସ୍ତୁତ କରିଛନ୍ତି। ତେଣୁ କହିଲେ ତୁମମାନଙ୍କ ହୃଦୟ ଉଦ୍ବିଗ୍ନ ନ ହଉ, ଏଠାରେ ବିଶ୍ୱାସ କର, ମୁଁ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଛି। ଆମେ ଜଗତରେ ଥାଇ ବ୍ୟସ୍ତ ହେବାନି। ହଉ ମନେ ପ୍ରଭୁଙ୍କ ପାଇଁ ବଞ୍ଚିଲେ ପ୍ରଭୁଙ୍କ ପାଇଁ, କାରଣ ପ୍ରଭୁ ତାହାଙ୍କ ରାଜ୍ୟକୁ ଆମକୁ ନେବା ପାଇଁ ପ୍ରସ୍ତୁତ କରୁଛନ୍ତି। ଏହା ବିଶ୍ୱାସ କରି, କାରଣ ପ୍ରଥମେ ପ୍ରଭୁ ସ୍ୱର୍ଗ ମଣ୍ଡଳ ସବୁ ସୃଷ୍ଟି କରିଛନ୍ତି କେବଳ ଧାର୍ମିକ ମାନଙ୍କ ପାଇଁ, କେବଳ ପରିତ୍ରାଣ ପ୍ରାପ୍ତ ଲୋକମାନଙ୍କ ପାଇଁ। ଏବଂ ସ୍ୱର୍ଗ ରାଜ୍ୟ ବିଷୟ ଚିନ୍ତା କଲେ ଅନେକ ବିଷୟ ଏ ସ୍ଥାନରେ ଲେଖାଯାଇଛି। ମୁଁ କାହିଁକି ସଂକ୍ଷିପ୍ତ ଆଉ ଆଲୋଚନା ସମୟ ନାହିଁ। ଆଉ ଅନେକ ବିଷୟ ଲେଖାଛି। ଖ୍ରୀଷ୍ଟ ଆମ ମଧ୍ୟସ୍ଥ ରୂପେ ସେମାନେ ସ୍ୱର୍ଗରେ ଉପସ୍ଥିତ ନିମନ୍ତେ ଆସିଥିଲେ। କେବଳ ସାଧୁମାନେ ନାମ ହିଁ ସ୍ୱର୍ଗରେ ଲିଖିତ ଅଛି ବୋଲି ଲେଖାଯାଇଛି। ତେଣୁ ଅନେକ ଆମେ ସ୍ୱର୍ଗ ବିଷୟରେ ଆଲୋଚନା କରିବା, ବାସ୍ ଆମେ ଜାଣିଲୁ, କେବଳ ଏତିକି ଜାଣିବା ଏହା ଚିରସ୍ଥାୟୀ, ଅନନ୍ତ କାଳ ସ୍ଥାୟୀ। ଏହା ପବିତ୍ର ସ୍ଥାନ, ଏହା ଜାଣିବା ଏହା ଈଶ୍ୱରଙ୍କ ଆବାସ ସ୍ଥାନ, ଏହା ଈଶ୍ୱରଙ୍କ ସିଂହାସନ। କାରଣ ସ୍ୱର୍ଗ ହେଉଛି ପ୍ରଭୁଙ୍କ ବାସ୍ତବରେ ସିଂହାସନ, କିନ୍ତୁ ପୃଥିବୀ ତାହାର ହେଉଛି ପାଦପୀଠ। ତେଣୁ ଆମେ ତାଙ୍କ ପାଦ ତଳେ ଆସି ଆମେ ପ୍ରଭୁଙ୍କୁ ବିଶ୍ୱାସ କରୁଛୁ, ଗ୍ରହଣ କରୁଛୁ। କାରଣ ବିଷୟ এটা ମନେ ରଖିଥାଉ, ଜିସାୟ 66:1 ଲେଖାଛି, ସ୍ୱର୍ଗ ଯେ ତାଙ୍କର ସିଂହାସନ, ପୃଥିବୀ ତାର ପାଦପୀଠ। ସେ ସିଂହାସନ ପରେ ପ୍ରଭୁ ସେ ସ୍ୱର୍ଗରେ ଉପବିଷ୍ଟ ଅଛନ୍ତି। ସିଂହାସନ ବସିଛୁ। ଆମେ ସେଇ ଜାଗାକୁ ଯିବା ପାଇଁ ହେଲେ ତାହାକୁ ବିଶ୍ୱାସ କରି
এই ଜଗତରେ ଆମେ ବାସ କରିବା ଆବଶ୍ୟକତା ଅଛି। ତେଣୁ ଆସୁ ମୋର ପ୍ରିୟମାନେ, ଏତିକି କିଞ୍ଚିତ ଆମେ ଜାଣିବା ଦରକାର, ସ୍ୱର୍ଗ ହେଉଛି ପବିତ୍ର ସ୍ଥାନ, ସ୍ୱର୍ଗ ହେଉଛି ଅନନ୍ତ ସ୍ଥାନ, ସ୍ୱର୍ଗରେ ଆନନ୍ଦ ଶାନ୍ତି ଅନେକ ପରିପୂର୍ଣ୍ଣତା ଅଛି ଆଲୋକରେ। ସେଇ ଜାଗାକୁ ଯିବାକୁ ହେଲେ କେବଳ ପ୍ରଭୁଠାରେ ବିଶ୍ୱାସ କରିବା ଦରକାର। ଏଥିପାଇଁ ଆମେ ପ୍ରଭୁଙ୍କୁ ଗ୍ରହଣ କରୁଛୁ। ଆମେ ଏ ଜଗତରେ ଧନ୍ୟ ହେବା ପାଇଁ ନୁହେଁ କି ସମ୍ମାନ ପାଇବା ପାଇଁ ନୁହେଁ, କେବଳ ଆଫ୍ଟର ଡେଥ୍, ମୃତ୍ୟୁ ପରେ ଯେଉଁ ସ୍ଥାନ ଅଛି ସ୍ୱର୍ଗ ବା ନର୍କ, ଆମେ ପ୍ରଭୁଙ୍କୁ ଗ୍ରହଣ କରିବା ଦ୍ୱାରା ସ୍ୱର୍ଗକୁ ଯିବା ଏବଂ ଅଗ୍ରହଣ କରିବା ଦ୍ୱାରା ପକ୍ଷମାନେ ନର୍କକୁ ଯିବେ। ଏହି ବାଇବଲ ଏହା ପ୍ରମାଣ କରିଦିଏ। ସେଥିପାଇଁ ଆମେ ପ୍ରଭୁଙ୍କୁ ଗ୍ରହଣ କରୁଛୁ। এই ଜଗତ ପାଇଁ ନୁହେଁ, କିନ୍ତୁ ଜଗତ ଏହା ଜାଣି ନ ପାରି ଆଜି ବିଭିନ୍ନ କଳହ କନ୍ଦଳ ସୃଷ୍ଟି, କାରଣ ମଣିଷ ସବୁ ସ୍ଥାନ ରହିପାରିବେ ନାହିଁ। ତେଣୁ ଆସୁ ଆମର ଯେଉଁ ଅନନ୍ତ କାଳ ସ୍ଥାପନ ଅପେକ୍ଷାରେ ଅଛୁ, ସେ ଅପେକ୍ଷାରେ ରହିବା। ସେ ରାଜ୍ୟ ନିମନ୍ତେ ପ୍ରଭୁ ସମସ୍ତଙ୍କୁ ଏହି ଛୋଟ ବାକ୍ୟରୁ ଆଶୀର୍ବାଦ କରନ୍ତୁ। ଆମେନ୍।